ଆପଣ ପରିଚୟ ଦେବେ। ରଶ୍ମିକାନ୍ତ ପଲାଇ ବଳିପାଳ ସରପଞ୍ଚ। ଆଜିର କାର୍ଯ୍ୟକ୍ରମ ବିଷୟରେ କହିବେ। ଆଜିର କାର୍ଯ୍ୟକ୍ରମ ଆମର ନବୀନ ବାବୁଙ୍କର ଯେଉଁ ରହିଛି ଉନ୍ନତିମୂଳକ କାର୍ଯ୍ୟକ୍ରମ ସବୁ ସାରା ଓଡ଼ିଶାରେ ରୂପାନ୍ତରୀକରଣ ଚାଲିଛି। ଆଉ ସବୁ କଲେଜ ପାଖରୁ ସ୍କୁଲ ପର୍ଯ୍ୟନ୍ତ ରାସ୍ତାଘାଟ ପଞ୍ଚାୟତରେ କ'ଣ କ'ଣ ରୂପାନ୍ତରୀକରଣ ହେଇଛି? ଆମର 5ଟି କାର୍ଯ୍ୟରେ 3ଟା ହାଇସ୍କୁଲ ଅଛି ରୂପାନ୍ତରୀକରଣ ହେଇଛି। ଆଉ କୁଣ୍ଡେଶ୍ୱର ମନ୍ଦିର, ଅନ୍ଦୁଳିର ଜଗନ୍ନାଥ ମନ୍ଦିର ରୂପାନ୍ତରୀକରଣ କାର୍ଯ୍ୟ ସରିଯାଇଛି। ସଚେତନ କରାଗଲା, ସଚେତନ ହେବେ ଆଗାମୀ ଦିନରେ କରାଗଲା। ଲୋକଙ୍କୁ ହବା ନ ହବା ସେଇଟା ହେଉଛି ଲୋକଙ୍କ ଉପରେ କଥା। ଆମେ କ'ଣ ଆମେ ତାଙ୍କର ନବୀନ ବାବୁଙ୍କର ଯାହା ଆଭିମୁଖ୍ୟ ଆମେ ସେଇଆ କରେଇକି ଲୋକମାନଙ୍କୁ ଦେଖେଇଲୁ, ଆଉ ମାନେ ସେଇ ହିସାବରେ ଜଣେଇଲୁ। ଆଉ ଲୋକମାନେ ତାକୁ ଯେତେ ଜୋର ଗ୍ରହଣ କରିବେ ସେଇଟା ହେଉଛି ଲୋକଙ୍କ ପାଇଁ ଭଲ। ସାର୍ ଆପଣ ପରିଚୟ ଦେବେ। କ'ଣ କହିବେ ଆଜି ଯେଉଁ ସଚେତନ ଶିବିର ହୋଇଛି ଆପଣଙ୍କ ପଞ୍ଚାୟତରେ, କ'ଣ କହିବେ? ଆମ ମହାପ୍ରାଣର ପଞ୍ଚାୟତ ସଚେତନ କାର୍ଯ୍ୟକ୍ରମ ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର 4 କୋଟି ସେ ଓଡ଼ିଶାର ସାଧାରଣ ଜନତାଙ୍କ ପାଇଁ ଯାହା ଯେଉଁ କାର୍ଯ୍ୟକ୍ରମ କ'ଣ ସବୁ ସଚେତନ କରାଯାଉଛି ସାଧାରଣ ଲୋକଙ୍କୁ? ସରକାର ତ ସମସ୍ତ କାର୍ଯ୍ୟକ୍ରମ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ଅଞ୍ଚଳର ସବୁ ଅଞ୍ଚଳର ରାସ୍ତାଘାଟ ପାଖରୁ ପାନୀୟ ଜଳ ସୁବିଧା, ରାସ୍ତାଘାଟ ଉନ୍ନତି ସମସ୍ତ କାର୍ଯ୍ୟକ୍ରମ ସାଧନ କରୁଛନ୍ତି। ଯେଉଁଥିପାଇଁ ଆଜି ସାଧାରଣ ସଚେତନ ହେବେ ସାଧାରଣ ଲୋକ ନିଶ୍ଚିତ ଭାବେ ସଚେତନ ହେବେ। ଲୋକ ସମସ୍ତେ ଜାଣିଛନ୍ତି, ତଥାପି ଲୋକଙ୍କୁ ସଚେତନ ଆପଣ ପରିଚୟ ଦେବେ। ରବୀନ୍ଦ୍ର କୁମାର ପ୍ରଧାନ। କହିବେ ଆଜି ଯେଉଁ କାର୍ଯ୍ୟକ୍ରମ ଘର ଶ୍ରୀଚନ୍ଦନପୁର 12 ନମ୍ବର ୱାର୍ଡର ସବୁ ହେଲା ଭଲ। ସରକାରଙ୍କର ଯେଉଁ ଜନହିତକ ପ୍ରୋଗ୍ରାମ ନେଇ କେମିତି ସଚେତନ ହେଲେ ଲୋକମାନେ ଖୁସି ହେଲେ। ଆଉ କ'ଣ ଖୁସି ହେଲେ? କାର୍ଯ୍ୟକ୍ରମ ଭଲ ହେଇଛି, ଖୁସି ହେଲେ।